ମୁଁ ଆପଣମାନଙ୍କୁ ସବୁବେଳେ କହିଛି ନୂଆ ସରକାର, ନୂଆ ବ୍ୟବସ୍ଥା, ନୂଆ ନିୟମ। ତ ସରକାର ଆପଣମାନଙ୍କ ପାଇଁ ଗୋଟିଏ ନୂଆ ନିୟମ ଆଣିଛନ୍ତି। ତ କଣ ରହିଛି ସେ ନୂଆ ନିୟମଟି? ତ ମୁଁ ଆପଣଙ୍କୁ ଏଇ ଭିଡିଓ ମାଧ୍ୟମରେ ଜଣେଇବି। ତ ଆଜିକା ସମୟରେ ଯଦି ଆପଣ ଚାଷ କରିବା ପାଇଁ ଚାହୁଁଛନ୍ତି, ତ ସେଇ ଚାଷରେ ଅଧିକରୁ ଅଧିକ ଲାଭ ପାଇବାକୁ ହେଲେ ତ ଆପଣମାନଙ୍କୁ ଭେରାଇଟି କିସମର ବିହନ ସହିତ ଆପଣମାନଙ୍କୁ ସାର ବିଷ ମଧ୍ୟ ପ୍ରୟୋଗ କରିବା ପାଇଁ ପଡିବ। ସେଥିପାଇଁ ଆପଣମାନଙ୍କୁ ବହୁତ ଟଙ୍କା ମଧ୍ୟ ଆବଶ୍ୟକତା ରହିଛି। ଏହି କୃଷକ ଭାଇନା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତ ଆପଣମାନେ ଆପଣଙ୍କ ଅଞ୍ଚଳରେ ଏଥର ଆରାମସେ ଲୋନ୍ ପାଇପାରିବେ। ପୂର୍ବରୁ ଆପଣମାନେ ଚାଷ କ୍ଷେତ୍ରରେ ଏହି ଲୋନ୍‌ଟିକୁ ପାଇବା ପାଇଁ ଇଆଡ ସିଆଡ ଯାଉଥିଲେ। ଏମିତି ବି ଆପଣ ଅନେକ ଦୂର ମଧ୍ୟ ଯାଉଥିଲେ। ଅନେକ ଅଞ୍ଚଳରେ ମଧ୍ୟ ଯୋଉ ଧାନ ମଣ୍ଡି ରହିଛି, ସେଠାରେ ଚାଷୀ ଭାଇନା ମାନେ କେତେ ହଇରାଣ ହରକତ ହୋଇଛନ୍ତି। ବର୍ତ୍ତମାନ ଏସବୁ ବିଷୟରେ ସରକାର ଚିନ୍ତା କରୁଛନ୍ତି, ଯେମିତି ଆଗାମୀ ଦିନରେ ଚାଷୀ ଭାଇନା ମାନେ ହଇରାଣ ହରକତ ନ ହେବେ, ଆପଣମାନେ ଆରାମସେ କେମିତି ଲୋନ୍ ପାଇପାରିବେ। ତା ସହିତ ଆପଣମାନଙ୍କ ପାଇଁ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ଆପଣଙ୍କ ଅଞ୍ଚଳରେ କଣ ବ୍ୟବସ୍ଥା କରୁଛନ୍ତି? ଆପଣଙ୍କୁ ଆଉ ଦୂର ଯିବା ପାଇଁ ପଡିବନି। ଆପଣଙ୍କ ଅଞ୍ଚଳରେ ଏବେ ଗୋଟିଏ ଗୋଟିଏ ବ୍ୟାଙ୍କ ଖୋଲିବାକୁ ଯାଉଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କୋଉ ବ୍ୟାଙ୍କ ଆମ ଅଞ୍ଚଳରେ ଖୋଲିବାକୁ ଯାଉଛି? ଦେଖନ୍ତୁ, ଆପଣଙ୍କ ଅଞ୍ଚଳରେ ଏବେ କୋଅପରେଟିଭ ବ୍ୟାଙ୍କ ଖୋଲିବାକୁ ଯାଉଛି। ଏହି କୋଅପରେଟିଭ ବ୍ୟାଙ୍କରେ ଆପଣମାନେ ସୁବିଧାରେ କେମିତି ଋଣ ପାଇପାରିବେ, ରାଜ୍ୟ ସରକାର ଆଜିକା ଡେଟରେ ଏହି ବ୍ୟବସ୍ଥାଟି କରୁଛନ୍ତି। ଏହି ଭିଡିଓ ମାଧ୍ୟମରେ ମୁଁ ସବୁକିଛି ଆପଣମାନଙ୍କୁ ଜଣେଇବି। ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡିଓଟି ଦେଖୁଥାନ୍ତି ପ୍ରଭୁ, ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବେଇ ଦିଅନ୍ତୁ। ବର୍ତ୍ତମାନ ଆପଣମାନଙ୍କର ଖରିଫ ଫସଲ ପାଇଁ ଆପଣମାନଙ୍କ ପାଖରେ ଟଙ୍କା ରହିଥିବା ଦରକାର। ତ ଆପଣଙ୍କ ପାଖରେ ଯେତେ ବଳ ଥାଉ, ତ କଣ ହବ ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତାହେଲେ ଆପଣମାନେ ଭଲସେ ଚାଷବାସ କରିପାରିବେ ନାହିଁ। ଆସନ୍ତୁ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବା। ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ଭାଇନା ମାନଙ୍କ ପାଇଁ କଣ ନୂଆ ଅପଡେଟଟି ରହିଛି, ଆପଣଙ୍କ ମୋବାଇଲ ସ୍କ୍ରିନରେ ପିଡିଏଫଟି ମୁଁ ଶୋ କରିଦେଇଛି। ଆପଣମାନେ ଦେଖି ନିଅନ୍ତୁ। ବର୍ତ୍ତମାନ ଆପଣମାନଙ୍କର ଏହି ସୂଚନାଟି ଦ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ ଏଲଟିଡି ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱର ତରଫରୁ ଏହି ସୂଚନା ପତ୍ରଟି ଆପଣମାନଙ୍କ ପାଇଁ ଜାରି ହୋଇଛି। ଏଥିରେ ଆପଣମାନଙ୍କର ସବଜେକ୍ଟ ରହିଛି ଏଷ୍ଟାବ୍ଲିଶମେଣ୍ଟ ଅଫ ନ୍ୟୁ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କସ୍ ଇନ୍ ଦ ଷ୍ଟେଟ୍ ଅଫ ଓଡ଼ିଶା। ଏହାର ମାନେ ଓଡ଼ିଶା ରାଜ୍ୟରେ ସବୁ ଜିଲ୍ଲା ମାନଙ୍କରେ ନୂତନ ସମବାୟ ସମିତି ଗଠନ ହେବା ପାଇଁ ଯାଉଛି। ଆପଣମାନେ ଜାଣିଥିବେ, ଯଦି ଚାଷ କ୍ଷେତ୍ରରେ ବା ଆପଣଙ୍କର କୌଣସି ସମସ୍ୟା କାରଣରୁ ଆପଣ କୋଅପରେଟିଭ ବ୍ୟାଙ୍କରୁ ଋଣ ଆଣିଛନ୍ତି, କଥାରେ ନାହିଁ ବାପରାଣ ଢିଙ୍କି ଗିଳ, ତ ଆପଣ ଏଇ ଲୋନଟିକୁ ଯେମିତି ହେଲେ ସୁଝିବା ପାଇଁ ପଡିବ। ଏହି କୋଅପରେଟିଭ ବ୍ୟାଙ୍କରେ ଆପଣମାନଙ୍କର ଲାଭ କଣ? ଏଠି କାହିଁକି ଲୋନ ଆଣିବେ, ଅଲଗା ବ୍ୟାଙ୍କରୁ କାହିଁକି ଲୋନ ଆଣିବେନି? ଆପଣମାନଙ୍କୁ ଏହି ବ୍ୟାଙ୍କରେ ବିନା ସୁଧରେ ଲୋନଟି ଆପଣଙ୍କୁ ମିଳେ। ସେଥିପାଇଁ ସବୁ ଚାଷୀ ଭାଇନା ମାନେ କୋଅପରେଟିଭ ବ୍ୟାଙ୍କରୁ ଋଣ ଆଣିଥାନ୍ତି। ଆପଣମାନେ ଜାଣିଥିବେ, କୋଅପରେଟିଭ ବ୍ୟାଙ୍କରୁ କେତେ ଟଙ୍କା ଲୋନ ଆଣିଲେ ଆପଣମାନଙ୍କୁ ସୁଧ ଦେବା ପାଇଁ ପଡିବନି। ତ ଆପଣମାନଙ୍କୁ 1,00,000 ଟଙ୍କା ହିଁ ଯଦି କୋଅପରେଟିଭ ବ୍ୟାଙ୍କରୁ ଆପଣ ଆଣିବେ, ଆପଣମାନଙ୍କୁ ସୁଧ ପଡିବନି। ଯଦି 1,00,000 ଟଙ୍କା ଉପରୁ ଆପଣମାନେ ଆଣିବେ, ତ ଆପଣମାନଙ୍କୁ ସୁଧ ଲାଗିବ। ଆପଣ ଲୋନ ଆଣିବା ପୂର୍ବରୁ ଆପଣ ଗୋଟେ କଥା ପ୍ରତି ଧ୍ୟାନ ରଖିବେ। ଯଦି ଆପଣ ସର୍ବେ ପ୍ରଥମେ କୌଣସି ଜାଗାରୁ ଲୋନଟିକୁ ଉଠାଉଛନ୍ତି, ତ ଚେଷ୍ଟା କରିବେ ଆପଣ ଗୁଡ ଇମ୍ପ୍ରେସନ କ୍ରିଏଟ କରିବା ପାଇଁ। ବର୍ତ୍ତମାନ ଆପଣମାନଙ୍କର ଏହି କୋଅପରେଟିଭ ବ୍ୟାଙ୍କ 14ଟା ଜିଲ୍ଲାରେ ବର୍ତ୍ତମାନ ସ୍ଥାପିତ ହେବା ପାଇଁ ଯାଉଛି। ତ କୋଉ କୋଉ ଜିଲ୍ଲାରେ ଆପଣମାନଙ୍କର ହବାକୁ ଯାଉଛି, ମୁଁ ଆପଣମାନଙ୍କୁ ଜଣେଇ ଦଉଛି। ପ୍ରଥମେ ଆପଣମାନଙ୍କର ଜଗତସିଂହପୁର ଜିଲ୍ଲାରେ ଏହି ବ୍ୟାଙ୍କଟି ସ୍ଥାପନ କରାଯିବ।
जगतसिंहपुर आपण मानकर कटक सेंट्रल कोऑपरेटिव बैंक एलटीडी एई बैंक टी हबो तापरे आपण मानकर जाजपुर रे सेही कटक सेंट्रल कोऑपरेटिव बैंक एलटीडी रहिबो तापरे आपण मानकर केंद्रापड़ा रे सेही कटक सेंट्रल कोऑपरेटिव बैंक एलटीडी रहिबो तीनोटी जिल्ला रे वर्तमान सेम कोऑपरेटिव बैंक स्थापन करा जिवो तापरे आपण मानकर ढेंकानाल ले द अनुगोड़ यूनाइटेड सेंट्रल कोऑपरेटिव बैंक एलटीडी एटार रहिबो तापरे आपण मानकर भद्रक रहिबो द बालेश्वर भद्रक सेंट्रल कोऑपरेटिव बैंक एलटीडी एई बैंक रहिबो तापरे नुआपड़ा रे आपण मानकर रहिबो नुआपड़ा रे ओ बैंक कार्यकारी करिवो द भवानीपाटना सेंट्रल कोऑपरेटिव बैंक एलटीडी ए बैंक रहिबो तो आपण मानकर संबलपुर रे ओ बैंक टी कार्यकारी करिवो बलांगीर डिस्ट्रिक्ट सेंट्रल कोऑपरेटिव बैंक एलटीडी ए बैंक रहिबो तापरे आपण मानकर कंधमाल रे ओ बैंक टी कार्यकारी करिवो द बौद्ध कोऑपरेटिव सेंट्रल बैंक एलटीडी रहिबो तापरे आपण मानकर मालकानगिरी रे ओ बैंक रहिबो द कोरापुट सेंट्रल कोऑपरेटिव बैंक एलटीडी तापरे आपण मानकर नवरंगपुर रे को बैंक रहिबो द कोरापुट सेंट्रल कोऑपरेटिव बैंक एलटीडी रायगड़ा रे ओ बैंक कार्यकारी करिवो द कोरापुट सेंट्रल कोऑपरेटिव बैंक एलटीडी तापरे आपण मानकर बरगढ़ रहिछि बरगढ़ ओ बैंक रहिबो द संबलपुर डिस्ट्रिक्ट कोऑपरेटिव सेंट्रल बैंक एलटीडी ए बैंक टी रहिबो 13 नंबर आपण मानकर देवगढ़ रे को बैंक टी कार्यकारी करिवो द संबलपुर डिस्ट्रिक्ट कोऑपरेटिव सेंट्रल बैंक एलटीडी तापरे आपण मानकर 14 नंबर रे आपण मानकर झारसुगुड़ा रहिछि झारसुगुड़ा रे को बैंक टी रहिबो द संबलपुर डिस्ट्रिक्ट कोऑपरेटिव सेंट्रल बैंक एलटीडी तो आपण माने देखंतु बरगढ़ देवगढ़ आ झारसुगुड़ा एही तीन जगह रे सेम बैंक ही कार्यकारी करिवो वर्तमान आपण मानकर एही 14 टी जिल्ला रे चासी भाईना माने लोन आनिबा पाई अनेक सारा असुविधा रे सम्मुखीन होउतले सेति पाई सरकार आपण मानक पाई व्यवस्था कले जेमिति आपण आराम से लोन आनी चाषबास क्षेत्र रे लगेई पारिबे सेति पाई सरकार आपण मानक अंचल रे एही बैंक गुडी को स्थापन करिया पाई जाउचंती आपण जदी भलो भाबरे लोन टी को सुझी पारुचंती ताहाले एही बैंक तरफरु आपण मानकु मध्य किसान क्रेडिट कार्ड खंडे मिल जिवो सेही किसान क्रेडिट कार्ड माध्यम रे आपण मध्य अनेक सारा सुविधा मध्य पाई परिबे तो एही किसान क्रेडिट कार्ड पाइबा पाई हेले आपण माने एही कोऑपरेटिव बैंक सहित आपण जोगाजोग करिवे सेठारे जो रिसेप्शन रे जो ऑफिसर अछंती तो से आपण को जणै देबे कौन कौन आपण मानकर आवश्यकता डॉक्यूमेंट्स रही आपण से डॉक्यूमेंट्स नहीं कि गले आपण मानकर किसान क्रेडिट कार्ड टी होई जिवो।